এটা গোটে প্ୟାନେଲ ডিসকସନ ସମୟରେ ମୋର ଗୋଟେ ତା ଦେହରେ ଗୋଟେ ଷ୍ଟୋରିଟେ ଅଛି ଜଷ୍ଟ ଟିକେ ଗୋଟେ ଝଲକ ଅଛି ମୋର ଅଛି ନା କଟି ଯାଇଛି ମୁଁ ଜାଣିନି କିନ୍ତୁ ଯେହେତୁ ସବୁଠାରୁ ବଡ କଥା ହେଲା ଯେ ମୁଁ ଯେତେବେଳେ ମୁଁ ମୋର ଆକ୍ଚୁଆଲି ମୋର ଯୋଉଟା ଲକ୍ଷ୍ୟସ୍ଥଳ ଥିଲା ମୋର ଲକ୍ଷ୍ୟ ପ୍ରଥମରୁ ଥିଲା ଯେ ମୁଁ ଗୋଟେ ଭଲ ଆକ୍ଟର ହେବି କିନ୍ତୁ ମୁଁ ଫେଲୁଅର ପାଇଲି ଆପଣଙ୍କର ମୁଁ ଗୋଟେ ଭାବୁଥିଲି ଯେ ଗୋଟେ ଭଲ ଯାହା ଭଗବାନଙ୍କର ଆଉ କିଛି ଆସିବାର ଥିଲା ମୁଁ ବନ୍ଧା ହେଇକି ଜେଲକୁ ଗଲି ଆଉ ତାପରେ ପୁରୁଷ କମିଶନଟା ଆରମ୍ଭ ହେଲା ନିଶ୍ଚିତ ଭାବରେ ନିଶ୍ଚିତ ଭଲ ଚାଲିଛି ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ଯେଉଁମାନେ ସିନେମା ଦେଖିବା ପାଇଁ ଆସୁଛନ୍ତି ଏବଂ ଆମର ପ୍ରୋଡ୍ୟୁସର ମହୋଦୟ ଡିରେକ୍ଟର ମହୋଦୟ ସବୁ ଟେକ୍ନିସିଆନ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ମୁଁ ଆସିଲି ନିଶ୍ଚିତ ଭାବରେ ଭଲ ଆପଣ କହିଲେ କି ଯେ ଆପଣ ଯଦି ଦେଖିବେ ବର୍ତ୍ତମାନ ଆପଣ ଭାବୁଛନ୍ତି କି ଆଉ ଯୌତୁକ ଦିଆନିଆ ହଉଛି ମୁଁ ତ ଜାଣିନି ଆଉ ଯୌତୁକ ଦିଆନିଆ ହଉଛି କାହିଁକି ନା ଆପଣ ଯଦି ପ୍ରତ୍ୟେକ ଗଣମାଧ୍ୟମ ଦେଖିବେ ପ୍ରତି ଜାଗାଟାକୁ ଦେଖିବେ ଆପଣ ଜାଣିବେ ଯେ ଯେତିକି ପୁଅ ଅଛନ୍ତି ତାଠୁ କମ ଝିଅ ଅଛନ୍ତି ତେଣୁ ଯୌତୁକ କଥା ଆସିଲା କୋଉଠି ଯୌତୁକ ଆକ୍ଚୁଆଲି ଦିଆନିଆ ବର୍ତ୍ତମାନ ବହୁତ କମିଯାଇଛି ବର୍ତ୍ତମାନ ପୁଅମାନେ ଯୌତୁକ ଦଉଛନ୍ତି କାହିଁକି ନା ଏଇଟା ହଉଛି ମୁଁ ମୁକ୍ତ ବୋଲି ଆଉ ଯଦି ଫିଲ୍ମଟା କଥା କହିବେ ଫିଲ୍ମ ନୂଆ ନୂଆ ଫିଲ୍ମ ସବୁ ତିଆରି ହଉଛି ଯେତେବେଳେ ଏଇ ଫିଲ୍ମଟା ଯେତେବେଳେ ଚାଲିଥିଲା ସୁଟିଂ ଚାଲିଥିଲା ସେତେବେଳେ ଅଶ୍ୱିନ ଭାଇ ମତେ କହିଲେ ଯେ ବେମକେଶ ବାବୁ ଆସନ୍ତୁ ଆପଣଙ୍କର ଗୋଟେ ଛୋଟ